ଜୟ ଜଗନ୍ନାଥ ଓଡ଼ିଶାବାସୀ। ଆଜି ଜାନୁଆରୀ 10 ତାରିଖ ଶୁକ୍ରବାର। 10ଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଉପରେ ନଜର ପକାଇବା। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିବେ। ଚାଲନ୍ତୁ ଆଜି ସକାଳ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଯୁକ୍ତ 2 ପରୀକ୍ଷାରେ କପି ରଖିବାକୁ ଗଠନ ହେବ ସ୍କ୍ୱାଡ୍। ସିଏଚ୍ଏସ୍ଇ ଅଧ୍ୟକ୍ଷଙ୍କ ସୂଚନା। ପରୀକ୍ଷା ପରିଚାଳନାରେ ରହିବେନି ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟ। ଯୁକ୍ତ 2 ପରୀକ୍ଷାରେ କପି ରଖିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍। କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ୱାଡ୍ ପହଞ୍ଚି ପାରୁନଥିଲେ, ରାଜ୍ୟସ୍ତରୀୟ ସ୍କ୍ୱାଡ୍ ଗଠନ ହେଉଥିଲା। ଗତବର୍ଷ ପରୀକ୍ଷାମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ କରି ସଫଳତା ମିଳିଥିଲା। ତାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ସ୍କ୍ୱାଡ୍ ମୁତୟନ ହେବ ବୋଲି କହିଛନ୍ତି ସିଏଚ୍ଏସ୍ଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡ଼ା। ତା ସହିତ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମଧ୍ୟ କହିଛନ୍ତି। ପରବର୍ତ୍ତୀ ଖବର, ଆମେରିକା ଜଙ୍ଗଲରେ ଭୟାବହ ନିଆଁ। 1000 ଘର ନଷ୍ଟ, 5 ମୃତ। ଆମେରିକାର କାଲିଫର୍ଣ୍ଣିଆ ସହର ଅନ୍ତର୍ଗତ ଲସ୍ ଏଞ୍ଜେଲସ୍ ନିକଟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଣ୍ଟା ପ୍ରତି 70 ମାଇଲ ବେଗରେ ପବନ ବହୁଥିବାରୁ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଘରଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି। ଉକ୍ତ ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ଜଙ୍ଗଲକୁ ଲାଗି ହଲିଉଡ୍ ହିଲ୍ସ ରହିଥିବାରୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। ନିଆଁରେ ଅନେକ ହଲିଉଡ୍ ସେଲିବ୍ରିଟିଙ୍କ ଘର ବି ଜଳି ପାଉଁଶ ହୋଇଯାଇଛି। ହଲିଉଡ୍ ହିଲ୍ସ ବା ସହରରେ ଅନେକ ବଡ଼ ବଡ଼ ଷ୍ଟୁଡିଓ ରହିଥିବାରୁ ସେଠାରେ ଭୟର ବାତାବରଣ ଲାଗି ରହିଛି। ପରବର୍ତ୍ତୀ ଖବର, ରାଜଧାନୀରେ ସହଦେବ ନାୟକଙ୍କ ହତ୍ୟା ଘଟଣା ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ଶତାଧିକ ସଫେଇ କର୍ମୀଙ୍କ ଧାରଣା। ରସୁଲଗଡ଼ ବିଭତ୍ସ ହତ୍ୟାକାଣ୍ଡ ପଛରେ ପୋଲିସର ମିତ୍ର ହୋଇ ନିଶା ବେପାରୀଙ୍କ ବିରୁଦ୍ଧ କରିବା ଓ ସୁଇପରରୁ ବିଦା କରିବା ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 3 ଜଣଙ୍କ ଧରାପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ 3 ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେଦାରପଲ୍ଲୀ ବସ୍ତିର ଲକ୍ଷ୍ମୀଧର ନାୟକ, ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରିକି ନାୟକ। ପରବର୍ତ୍ତୀ ଖବର, ନାବାଳିକା ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରାମାଡ଼। ରାତିର ଅନ୍ଧକାରରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଯୁବକ। ମାତ୍ର ନାବାଳିକା ଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରାମାଡ଼। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତା ଜଣକ ନବମ ଶ୍ରେଣୀ ବୋଲି ଜଣାଯାଇଛି। ପୀଡ଼ିତା ଗତକାଲି ସ୍କୁଲରୁ ଫେରିବା ପରେ ରାତିରେ ନିଜ ବାଡ଼ିପଟ ପଡ଼ିଆକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେହି ଗ୍ରାମର ଯୁବକ ଲୁକୁ ଖରା ତାଙ୍କୁ ଅଟକାଇଥିଲେ। ଏକୁଟିଆ ପାଇ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନାବାଳିକା ଜଣକ ଏହାର ପ୍ରତିବାଦ କରି ଚିତ୍କାର କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକ ଜଣକ ଏକ ଧାରୁଆ ଛୁରୀରେ ନାବାଳିକାଙ୍କ ଶରୀରକୁ ଚଟ ପରେ ଚଟ ପକାଇ ଚାଲିଲେ। ନାବାଳିକାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ପରବର୍ତ୍ତୀ ଖବର, ସୁଲଭ ଦରରେ ମିଳିବ ଅଭଡ଼ା। ଶୃଙ୍ଖଳିତ ଦର୍ଶନ ପରେ 100 ଟଙ୍କାରେ ଆତ୍ମତୃପ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ କିପରି ସୁଖଦ ଅନୁଭୂତି ନେଇ ଫେରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆସନ୍ତା 20 ତାରିଖରୁ ଧାଡ଼ି ଦର୍ଶନ ପରେ ଜଣେ ବ୍ୟକ୍ତି ମାତ୍ର 100 ଟଙ୍କାରେ ଅନ୍ନ, ଡାଲି, ବେସର, ମହୁର ପାଇ ମନଖୁସିରେ ଘରକୁ ଫେରିବ। ଏ ନେଇ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବର ଉଦ୍ଯାପନୀ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀଙ୍କ କହିବା ମୁତାବକ ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ ସରକାରଙ୍କ ପକ୍ଷରୁ ଅନ୍ନଯଜ୍ଞ ମଣ୍ଡପର ପରିକଳ୍ପନା କରାଯାଇଛି। ଏହି ଅନ୍ନଯଜ୍ଞ ମଣ୍ଡପରେ କିଭଳି ଅନାୟାସରେ ପ୍ରସାଦ ପାଇବେ ସେ ନେଇ ସରକାର ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଖବର, ଜାନୁଆରୀ 20ରୁ ଧାଡ଼ି ଦର୍ଶନ। 6 ଥାକିଆ ବାରିକେଡରେ ଶ୍ରୀମନ୍ଦିରକୁ ଯିବେ ଭକ୍ତ। ଚଳିତ ମାସ 20 ତାରିଖଠାରୁ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଏ ନେଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ତୀବ୍ର କରାଯାଇଛି। ଏ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ନାଟମଣ୍ଡପ ଭିତରେ ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହଠାରୁ ଗଣତି ମଣତି କରାଯିବ।
ପରବର୍ତ୍ତୀ ଖବର ସାନ ଭାଇର କଟୁରୀ ଚୋଟରେ ବଡ଼ ଭାଇ ମୃତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ମୁଣ୍ଡାହତା ସାହିରେ ଗୁରୁବାର ଏକ ଅଘଟଣ ଘଟିଛି। ସାନ ଭାଇର କଟୁରୀ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଛି। ମୃତ ବଡ଼ ଭାଇ ଗୋବିନ୍ଦ ନାୟକ ଓ ଅଭିଯୁକ୍ତ ସାନ ଭାଇ ସୁନନ୍ଦ ନାୟକ ବୋଲି ଜଣାପଡ଼ିଛି। କୌଣସି କାରଣ ନେଇ ଉଭୟ ଭାଇଙ୍କ ମଧ୍ୟରେ ବଚସା ପରେ ସାନ ଭାଇ ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲେ। ଘଟଣା ବିଷୟରେ ଖବର ପାଇ ହିନ୍ଦୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସାନ ଭାଇକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର ଛତିଶଗଡ଼ରେ ଗୁଳି ବିନିମୟ, 3 ମାଓବାଦୀ ନିପାତ। ଛତିଶଗଡ଼ ସୁକମା ଏବଂ ବିଜାପୁର ସୀମାନ୍ତ ଜଙ୍ଗଲରେ ଗୁରୁବାର କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ଘଟିଛି। ଏଥିରେ 3 ଜଣ ମାଓବାଦୀ ନିହତ ହୋଇଛନ୍ତି। 3 ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଏଥିରେ 9 ଜଣ ଯବାନ ଶହୀଦ ହୋଇଥିଲେ। ଗୁରୁବାର ସକାଳେ ଜଙ୍ଗଲରେ 20ରୁ ଅଧିକ ମାଓବାଦୀ ଲୁଚିଥିବା ଏକ ସ୍ଥାନକୁ ଯବାନମାନେ ଘେରି ଯାଇଥିଲେ। ଏହାପରେ 4 ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ 3 ଜଣ ମାଓବାଦୀ ନିପାତ ହୋଇଥିବା ଖବର ମିଳିଛି। ପରବର୍ତ୍ତୀ ଖବର ତାରିଣୀଙ୍କୁ ଦର୍ଶନ ସହ ନେଇପାରିବେ ଅଟୋଇ ଜଙ୍ଗଲ ସଫାରିର ମଜା। ଦିନକୁ ଦିନ ରାଜ୍ୟରେ ଶୀତ ଯେମିତି ବଢ଼ୁଛି, ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ସେମିତି ବୃଦ୍ଧି ପାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶୀତୁଆ ସକାଳର ମଜା ନେଉଛନ୍ତି ପର୍ଯ୍ୟଟକ। ଯଦି ଆପଣମାନେ ଘଟଗାଁ ତାରିଣୀ ବୁଲିବାକୁ ଆସୁଛନ୍ତି, ତେବେ ମା'ଙ୍କୁ ଦର୍ଶନ କରିବା ସହ ଜଙ୍ଗଲ ସଫାରିର ମଜା ନେଇପାରିବେ। ଆଜିଠାରୁ ଅଟୋଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରି ଆରମ୍ଭ ହେବ। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦ୍ଘାଟନ କରିବେ। ପର୍ଯ୍ୟଟକମାନେ ଟିକେଟ ବୁକିଂ କରି ସଫାରି ଗାଡ଼ିରେ ବସି ଅଟୋଇ ଜଙ୍ଗଲରେ ବନ୍ୟଜନ୍ତୁ ଦେଖିପାରିବେ। ପରବର୍ତ୍ତୀ ଖବର ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆୟୋଜିତ 3 ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ସବୁଜ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ମାଟିରେ ଥିବା ଧଉଳି ଶାନ୍ତିସ୍ତୂପର ପ୍ରତୀକ ଖଣ୍ଡଗିରି, ଉଦୟଗିରି ଏବଂ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ବିଦେଶ ମାଟିରେ ଭାରତକୁ ଗର୍ବିତ କରିବାରୁ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ବୋଲି କହିଥିଲେ।